ଅନୁଗୁଳ ଜିଲ୍ଲା କଣିହା ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ଏବଂ ବୁରୁକୁନା ଗ୍ରାମ ପଞ୍ଚାୟତର ମଧ୍ୟଭାଗରେ ମେଡିକାଲର ଜୈବ ଏବଂ ବର୍ଜ୍ୟବସ୍ତୁ ସୁବିଧା ପ୍ଲାଣ୍ଟ ନିର୍ମାଣକୁ ବିରୋଧ। ଆଖପାଖ 10ଟି ଗ୍ରାମର ପୁରୁଷ ଏବଂ ମହିଳା ବୁରୁକୁନା ଗ୍ରାମ ପଞ୍ଚାୟତର ଶରଧାପୁର ଗ୍ରାମ ଦେଇ ଯାଇଥିବା 149 ନମ୍ବର ରାଜପଥକୁ ଅବରୋଧ କରି ପ୍ଲାଣ୍ଟ ବିରୋଧରେ ନାରାବାଜି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀପୁର ଗ୍ରାମ ସଭାପତି ପ୍ରହ୍ଲାଦ ସାମଲଙ୍କ ନେତୃତ୍ୱରେ ସମ୍ପାଦକ ସୁବାସ ମହାନ୍ତି, ଯୁବ ସମାଜସେବୀ ସୁବ୍ରତ ଗଡ଼ନାୟକ ସମେତ କର୍ଣ୍ଣପାଳ ସରପଞ୍ଚ ଏବଂ ବୁରୁକୁନା ସରପଞ୍ଚ ଯୋଗଦେଇ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ସେପରି ଶ୍ରୀପୁର ଗ୍ରାମ ଦେଇ ଯାଇଥିବା ରାସ୍ତାକୁ ଜନସାଧାରଣ ମଧ୍ୟ ଅବରୋଧ କରି ପ୍ଲାଣ୍ଟ ଏବଂ ପ୍ରଶାସନ ଉପରେ ବିଷୋଦଗାର କରିଥିଲେ। ସକାଳୁ ଆରମ୍ଭ ହୋଇଥିବା 12 ଘଣ୍ଟିଆ ଆନ୍ଦୋଳନ ଦ୍ୱାରା ଗାଡ଼ି ମୋଟର ଯିବା ଆସିବା ଯାତ୍ରୀବାହୀ ବସ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ପ୍ରାୟ 11 ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳ ପରିବେଶ ପ୍ରଦୂଷଣ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଉପଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ଏ ବିଷୟରେ ସକାରାତ୍ମକ ନିଷ୍ପତ୍ତି ନିଆଯିବ। ଯଦି ଲୋକମାନଙ୍କ ଧନଜୀବନକୁ ଉପେକ୍ଷା କରି ପ୍ଲାଣ୍ଟ ନିର୍ମାଣ କରାଯାଏ ତାହେଲେ ପ୍ରଦୂଷଣ ବିଭାଗ ଏବଂ ଅନୁଗୁଳ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଶ୍ରୀପୁର ଗ୍ରାମବାସୀଙ୍କ ପକ୍ଷରୁ ସୁବାସ ମହାନ୍ତି ଏବଂ ସମାଜସେବୀ ସୁବ୍ରତ ଗଡ଼ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଦେଖନ୍ତୁ, ଦୁଇଟା ପଞ୍ଚାୟତ ନୁହେଁ, এই ইস্যুটা হচ্ছে অঞ্চলর পাখাপাখি 15টি গাঁ ইয়াপরে এই স্ট্রাইক্রে আমাকে সহযোগ করছেন। আমার মুখ্য আজ স্ট্রাইক্র মুখ্য উদ্দেশ্য হল যে কর্ণপাଳ পঞ্চায়েতর আম গাঁ শ্রীপুরে গোটে মেডিয়েটেড আনସିଲାରୀ ସର୍ଭିସ ନାମକ ଏକ ସଂସ୍ଥା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଗୋଟେ ତିଆରି କରୁଛି। ଆଉ ସେ ଯୋଉ ପ୍ଲାଣ୍ଟଟି ତିଆରି କରୁଛି ବେନିୟମ ଚଞ୍ଚକତା କରି କରୁଛି। ଗ୍ରାମରେ ପଲ୍ଲୀ ସଭା କରିନି, ଗ୍ରାମ ସଭା କରିନି, ଜନଶୁଣାଣି କରିନି। କିଛି ନ୍ୟାସଶର୍ତ୍ତ ବ୍ୟକ୍ତିକୁ ପ୍ରଲୋଭନ ଦେଖେଇ ଏବଂ କିଛି ଆମର ଆଦିବାସୀ ହରିଜନ ସମ୍ପ୍ରଦାୟ ଲୋକ ଯୋଉମାନେ ଶିକ୍ଷା ଦୀକ୍ଷାରେ ଟିକେ ତାଙ୍କର କମ ଅଛି ସେମାନଙ୍କୁ ନେଇ ଚଞ୍ଚକତା ସହିତ ଆମ ଗାଁ ବାହାରେ 3 କିଲୋମିଟର ଦୂରରେ ସେ ଜନଶୁଣାଣି କରିଥିଲେ। ତେଣୁ ଆମ ଗ୍ରାମବାସୀ ତାକୁ ବିରୋଧ କରୁଛୁ। ଆମେ ଏ ବିଷୟରେ ଜିଲ୍ଲା ପ୍ରଶାସନକୁ 1 ମାସ ପୂର୍ବରୁ ଦେଇଥିଲୁ, ଅଭିଯୋଗ କରିଥିଲୁ, କିନ୍ତୁ ଯେହେତୁ ଜିଲ୍ଲା ପ୍ରଶାସନ ଏହାର କୌଣସି ପଦକ୍ଷେପ ନେଲେନି ତେଣୁ ଆମେ ଗଣତନ୍ତ୍ର ଉପାୟରେ ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଆଜି ଆମର ଧାରଣା ବସିଥିଲା ଏବଂ ଉପଜିଲ୍ଲାପାଳ ଆମର ଯିଏ ସବ୍ ଡିଭିଜନ ଅଧିକାରୀ ଅଛନ୍ତି ସେ ଆସିଥିଲେ, ଏସଡିପିଓ ତାଳଚେର ଆସିଥିଲେ, ଆଉ ପଲ୍ୟୁସନ ବୋର୍ଡର ଏକା ବାବୁ ଆସିଥିଲେ। ସେମାନେ ହୃଦୟରେ ସେ ଅନୁଭବ କଲେ ପ୍ରକୃତରେ ଗୋଟେ ଚଞ୍ଚକତା ହେଇ এই প্লান্টটি বসা যাଉଛି এবং ସେ ଆମକୁ ପ୍ରତିଶ୍ରୁତି ମତ ଦେଲେ ଏକ କମିଟି ଗଠନ କରିବେ, ପରବର୍ତ୍ତୀ ପର୍ଯ୍ୟାୟରେ ୟାକୁ ପୁରା ବନ୍ଦ କରିବେ। ଯଦି ପ୍ରଶାସନ ୟାକୁ ଟାଳୁଟୁଣିରେ ଅବଲମ୍ବନ କରେ ଆମେ ଗଣତନ୍ତ୍ର ଉପାୟରେ ରାଜରାସ୍ତାରୁ ରାଜନୀତି ପର୍ଯ୍ୟନ୍ତ ଲଢ଼େଇ ଜାରି ଧନ୍ୟବାଦ। ସୁଭାଷ ଚନ୍ଦ୍ର ମହାନ୍ତି, ଶ୍ରୀପୁର ଗାଁ ସମ୍ପାଦକ। ଆଜି ଆପଣମାନେ ଯୋଉ ଦେଖୁଥିଲେ ଯୋଉ ରାସ୍ତା ରୋକ ହେଇଥିଲା, ଆମ ଗାଁରେ ଗୋଟିଏ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିଲା। ଆମେ ଜିଲ୍ଲା ପ୍ରଶାସନକୁ ମାସେ ଧରି ଗୁହାରି କରିଥିଲୁ, କିନ୍ତୁ ପ୍ରଶାସନ ଆମ କଥା କୌଣସି ପ୍ରକାର କର୍ଣ୍ଣପାତ କରିନଥିଲା। ସେଥିପାଇଁ ଆମେ 17 ତାରିଖ ଦିନ 2 ପଟ ରାସ୍ତା ରୋକ କରିବୁ ବୋଲି ପ୍ରଶାସନକୁ ଜଣେଇଥିଲୁ। ପ୍ରଶାସନ କାଲି ଆମକୁ ଡାକି ବୁଝାସୁଝା କରିଥିଲେ, କିନ୍ତୁ ଆମକୁ ସନ୍ତୋଷଜନକ ହେଲା ନାହିଁ ତାଙ୍କ ବୁଝାସୁଝାରେ। ତେଣୁ ଆମେ ରାସ୍ତା ରୋକ ଜାରି ରଖିଥିଲୁ। ରାସ୍ତା ରୋକ ଜାରି ରଖିବା ଭିତରେ ପ୍ରଶାସନ ଆସି ପହଞ୍ଚିଥିଲେ। ଜିଲ୍ଲାପାଳ, ଉପଜିଲ୍ଲାପାଳ ତାଳଚେର, ତହସିଲଦାର କଣିହା ଆଉ ପ୍ରଦୂଷଣ ବୋର୍ଡ ଅଧ୍ୟକ୍ଷ ବି ଆସିଥିଲେ। ଦଳମତ ନିର୍ବିଶେଷରେ ଆଜି ଆମେ ଏକତ୍ରିତ ହେଇଛୁ। ଅଞ୍ଚଳବାସୀ, ଶ୍ରୀପୁରବାସୀ ସମସ୍ତେ ଗୋଟିଏ ହେଇଛୁ ଯେ ଆମ ଜୀବନକୁ ଆଗ ରକ୍ଷା କରିବା, ମା ମାଟି ପାଇଁ ଆଗ, ତାପରେ ପାଟି। ସରକାରକୁ ଆମେ ନିବେଦନ କରିଛୁ ଏହାକୁ ତୁରନ୍ତ ବନ୍ଦ କରିବେ ବୋଲି ଆମର ଆଶା ଅଛି। ପ୍ରଶାସନ ଯେତିକି ପ୍ରତିଶ୍ରୁତି ଦେଇଛି ଆମ ତାଙ୍କ ନିକଟରେ ଦୃଢ ବିଶ୍ୱାସ ବି ଅଛି ଯେ ପ୍ଲାଣ୍ଟଟି ବନ୍ଦ ହବ ବୋଲି ଆମେ ଆଶା କରୁ। ବନ୍ଦ ନ କରାଗଲା ଆଗାମୀ ଦିନରେ ଆଜି 12 ଘଣ୍ଟିଆ ଆନ୍ଦୋଳନ କରିଥିଲୁ, ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ କରିବୁ। ଜିଲ୍ଲାପାଳ ଅଫିସ ଘେରାଉ କରିବୁ, ପ୍ରଦୂଷଣ ବୋର୍ଡ ଅଫିସ ଘେରାଉ କରିବୁ, ଦରକାର ପଡ଼ିଲେ ବିଧାନସଭା ଘେରାଉ କରିବାକୁ ବି ପଛେଇବୁ ନାହିଁ। ତାଳଚେରରୁ ଖଗେଶ୍ୱର ନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।